ସୁନାମୁହିଁ ବ୍ରିଜ୍ ପ୍ରତି ସ୍ଥାନୀୟ ପ୍ରଶାସନର ଦୃଷ୍ଟି ପଡ଼ିବ କେବେ? ଏହି ବ୍ରିଜ୍ର ଗାର୍ଡୱାଲ୍ ଭାଙ୍ଗିରୁଜି ଗଲାଣି ଏବଂ ଏହି ବ୍ରିଜ୍ ଦେଇ ସୁନାମୁହିଁରୁ ପାଣି ଯିବା ପାଇଁ ଥିବା ନାଳ ଏବେ ସମ୍ପୂର୍ଣ୍ଣ ଜଙ୍ଗଲରେ ପରିପୂର୍ଣ୍ଣ ହୋଇ ରହିଛି। ଫଳରେ ଚାଷୀକୂଳ ପାଇଁ ଏହି ବ୍ରିଜ୍ ଦେଇ ସୁନାମୁହିଁ ଡ୍ୟାମ୍ରୁ ପାଣି ଯାଇପାରୁନାହିଁ। ଖଣ୍ଡପଡ଼ା କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏହି ବ୍ରିଜ୍ ଦେଇ କିପରି ପାଣି ଯାଇପାରିବ ସେଥିନିମନ୍ତେ ପଦକ୍ଷେପ ନେବାର ମଧ୍ୟ ଆବଶ୍ୟକତା ରହିଛି। ଖଣ୍ଡପଡ଼ା ସହରରୁ କଣ୍ଟିଲୋ, ଭୁବନେଶ୍ୱର ଓ ନୟାଗଡ଼ ଆଦି ସ୍ଥାନକୁ ଏହି ବ୍ରିଜ୍ ଦେଇ ପ୍ରତିଦିନ ଶହ ଶହ ଗାଡ଼ି ମୋଟର ଯାତାୟାତ କରିଥାଏ। ଏହି ବ୍ରିଜ୍ଟିର ସାଇଟ୍ ଗାର୍ଡୱାଲ୍ରୁ କ୍ରମଶଃ ସବୁ ଲୁହା ଭାଙ୍ଗିରୁଜି ଗଲାଣି। ତେଣୁ ଏଥିଯୋଗୁଁ ଦରକାର ପଡ଼ିଲେ ଗାଡ଼ି ମୋଟର ବ୍ରିଜ୍ ତଳୁ ଖସିଯାଇପାରେ। ତେଣୁ ଏହି ବ୍ରିଜ୍ଟିର ମରାମତି ନିହାତି ଆବଶ୍ୟକ ହୋଇପଡ଼ିଛି। ଏହି ବ୍ରିଜ୍ ଦେଇ ସୁନାମୁହିଁ ଡ୍ୟାମ୍ରୁ ପାଣି ଯିବା ଦ୍ୱାରା ସ୍ଥାନୀୟ ଚାଷୀକୂଳ ଉପକୃତ ହୋଇଥାନ୍ତି। କିନ୍ତୁ ଏବେ ଏହି ନାଳ ରାସ୍ତା ସମ୍ପୂର୍ଣ୍ଣ ପୋତି ହୋଇ ରହିଛି, ଯାହାର ମଧ୍ୟ ସଫେଇ କରାଯିବାର ଆବଶ୍ୟକତା ରହିଛି। ଏସବୁକୁ ଦୃଷ୍ଟିରେ ରଖି ବିଚାର କରାଗଲେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯଦି ଖଣ୍ଡପଡ଼ା ସହରରେ ଥିବା ଏହି ବ୍ରିଜ୍ଟିର ମରାମତି ଓ ଏଠାରେ ଥିବା ନାଳକୁ ସଫା କରାଯାଇପାରନ୍ତା, ତାହେଲେ ଏକ ସୁନ୍ଦର ପଦକ୍ଷେପ ହୁଅନ୍ତା ବୋଲି ସହରର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏହି ସୁନାମୁହିଁ ବ୍ରିଜ୍ ଦେଇ ଯାଉଥିବା ପାଣି ଉପରେ ସ୍ଥାନୀୟ ଚାଷୀକୂଳ ସମ୍ପୂର୍ଣ୍ଣ ଭରସା କରିଥାନ୍ତି ଏବଂ ସ୍ଥାନୀୟ ବାସିନ୍ଦାମାନେ ଏହି ବ୍ରିଜ୍ ଦେଇ ଯାତାୟାତ କରିବା ପାଇଁ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବାରୁ ଏହି ବ୍ରିଜ୍ଟିର ତୁରନ୍ତ ମରାମତି ଏବଂ ନାଳର ସଫେଇ କାର୍ଯ୍ୟ ତୁରନ୍ତ କରିବା ପାଇଁ ସାଧାରଣ ଦାବି ହେଉଛି। ତେବେ ଦେଖିବାକୁ ବାକି ରହିଲା ଏହି ବ୍ରିଜ୍ ଏବଂ ଏହି ନାଳର ସଫେଇ କାର୍ଯ୍ୟ କେବେ ହେଉଛି। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର।